ନୃସିଂହନାଥ ମନ୍ଦିରକୁ ବୁଲିବାକୁ ଆସି ଗନ୍ଧମାର୍ଦ୍ଦନ ପର୍ବତ ଉପରେ ରହିଥିବା କପିଳଧାରକୁ ହରିଶଙ୍କର ପଟୁ ଚଢ଼ିଥିଲେ ପର୍ଯ୍ୟଟକ। ସମୟ ଗଡ଼ିବା ସହିତ ରାତି ବଢ଼ିଥିଲା ଓ ଦେଖୁ ଦେଖୁ ଚାରିଆଡ଼େ ଛାଇ ଯାଇଥିଲା କଳା ବାଦଲ ଏବଂ ତା ସାଙ୍ଗକୁ ହୋଇଥିଲା ପ୍ରବଳ ବର୍ଷା। ଶେଷରେ ଫେରିବା ବାଟ ନ ପାଇ ପାଣି ଘେରରେ ଫସି ରହିଥିଲେ 17 ଜଣ ପର୍ଯ୍ୟଟକ। ରାତି ପ୍ରାୟ 2ଟା ସମୟରେ ଟୋଲ୍ ଫ୍ରି ନମ୍ବର ସାହାଯ୍ୟରେ ଯୋଗାଯୋଗ କରିଥିଲେ ସ୍ଥାନୀୟ ପ୍ରଶାସନକୁ ଓ ଖବର ପାଇବା ମାତ୍ରେ ବିଳମ୍ବ ନ କରି ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ବାହାରି ଯାଇଥିଲେ ଏକ 40 ଜଣିଆ ଟିମ୍ ଓ ରାତି ତମାମ ଖୋଜିଥିଲେ ପର୍ବତ ଉପରେ ଜଙ୍ଗଲ ମଧ୍ୟରେ ପର୍ଯ୍ୟଟକମାନଙ୍କୁ ଏବଂ ଶେଷରେ 17 ଜଣ ପର୍ଯ୍ୟଟକଙ୍କୁ ସେମାନେ ଠାବ କରିଥିଲେ ଦୀର୍ଘ 15 ଘଣ୍ଟା ପରେ। ଗନ୍ଧମାର୍ଦ୍ଦନ ପର୍ବତ ଉପରେ ରହିଥିବା କପିଳଧାରରୁ ମଧ୍ୟ ବହୁ ଉପରେ ଏକ ସମତଳ ଭୂଇଁରେ ପର୍ଯ୍ୟଟକମାନେ ବସି ରହିବା ଅବସ୍ଥାରେ ଠାବ କରିଥିଲେ ଉଦ୍ଧାରକାରୀ ଦଳ ଓ ସମସ୍ତଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ତଳକୁ ଆଣିଥିଲେ। ଉଦ୍ଧାର ସମୟରେ ସମସ୍ତେ ସୁରକ୍ଷିତ ଥିବା ପ୍ରଶାସନ ତରଫରୁ ଜଣାଯାଇଛି।